କହିବି କି ନାଇଁ ବାବୁ ଲେଟ୍ ହେଲା ବୋଇଲେ ମୋ ଝିଅକୁ ବାହାଘର ଠିକ ହେଇଛି ତ ଆଚ୍ଛା ହେଲେ ନୂଆ ସମୁଦୀ ଆସିଥିଲେ ଦେଖିବା ପାଇଁ ବୁଝିଲେ କି ନୂଆ କିଛି ଜଣକୁ ଆସିଛନ୍ତି ହେଲେ ସମୁଦୀ ଟିକେ ଢାକା ଦେଲା ତ କୁକୁଡ଼ା ମକଡ଼ା ଟିକେ ହେଲା ଆଜ୍ଞା ଝୋଳ ପାଣି ମଧ୍ୟ ଟିକେ ହେଲା ବୁଝିଲେ କି ମଦ ପାଣି ଟିକେ ହେଲା ବୁଝିଲେ ହେଲେ ସମୁଦୀ ଟିକେ ଜୋର ଢାକା ଦେଲା এটা বললি মজা আগে বেলে বেলে ঢাকা মার দଉଛ ନୂଆ ଯେତେବେଳେ ଆସିଛନ୍ତି କୁକୁଡ଼ା ମାଙ୍କଡ଼ା ବି ଟିକେ କରୁ ଝୋଳ ପାଣି ବି ଟିକେ ହେଲା ଆଉ ମଦ ଘଣ୍ଟା ରୋଷେଇ ରଖିଥିଲି ତ ଅତି ବାଧା କରିଦେଇଲା ଖାଇଥିଲି ଆଉ ସେଥିପାଇଁ ଆଉ ଗୋଟେ ଗାଛ ପିଇଛୁ ଆଜ୍ଞା ଆଉ ଦି ଗାଛ ଦେଖି ଦେଇଛି ହେଲେ କଥା କଣ କି ହେଲେ ଖାଇ ବସିଛୁ ଆଜ୍ଞା ମାର ଦେଇଛି ଟିକେ ଝୁମୁଛି ବାହିଛି ଏମିତି ଖାଇ ବସିଛୁ ମୋ ସ୍ତ୍ରୀ କଣ କରିଛି ମୋ ମାଇଛି ମତେ ଟିକେ ଅଳ୍ପ ଝୋଳ ଦେଇଛି ଆଜ୍ଞା ମତେ ତ ଇଆଡେ ଟିକେ ପିଇ ଦେଇକିରି ଝୁମୁଛି ବାହିଛି ମୁଁ ମତେ ଟିକେ ପିଇଲେ ବାଧୁଛି ଆଜ୍ଞା ଟିକେ ଝୋଳ ଯେମିତି ଦେଇ ଦେଇଛି ମୁଁ କହିଲି आपके सुनो दे आवाज क्रॉस पड़ी जाई छी ना से कोच करो नाई बुढ़ा खरा दिनटा हकामुता हबु आ देसी कुकड़ा छोड़ बेसी के इडा लगी अरे मु आ कोन सुनुची तब ना लगाओ दिया अंदु कोच हेले बुढ़ी आगे डोरे मोरे आनी के आ दो नाटे छोड़ दे देला ଯେମିତି ଆଜ୍ଞା ଝୋଳ ପିଇ ଦେଇଛି କିଛି ସମୟ ଗଲା ପରେ ବୋଲୁଛୁ ଆଜ୍ଞା ପେଟଟା ଘାଣ୍ଟି ହେଲା ହକା ହକା ମୁତା ମୁତା ଲାଗିଲା ଆଜ୍ଞା ଭଗବାନ ପିଇ ଦେଇଛି ଆଜ୍ଞା ଏମିତି ହେଲା ଆଜ୍ଞା ଆଉ ସେଇଥିପାଇଁ ମୋର ଟିକେ ଲେଟ୍ ହେଇଗଲା ଆଜ୍ଞା ଆଜ୍ଞା ଆସନ୍ତୁ ଆଜ୍ଞା ଆଜ୍ଞା ଆମକୁ ଡରରେ କିଏ କିଛି କହୁନାହାନ୍ତି ଆଜ୍ଞା ଆମକୁ ଡରରେ କିଏ କିଛି କହୁନାହାନ୍ତି ଆଚ୍ଛା ଆଚ୍ଛା ଆଜ୍ଞା କନ୍ଧମାଳ ଶାସନ ଆଜ୍ଞା ଚନ୍ଦା ଚାଇବ ଚକରା ଚାଇବ ଦିନ ବନ୍ଧୁ ତହସିଲଦାର ଏଇ 88 ମୁଠାକୁ ଶାସନ କରିନ ଜାତି କଲେ ଚାର ଖାର ମିଶି ପଡା ରଖି ରାଜଧାନୀ ପରେ ଆଣିଲେ ଭୁଲ ଭାରତ ବାବୁ ହବ କୁଣ୍ଠପୁରରେ ଗଣି
ହେ କଣ କହୁଛନ୍ତି? ମୁଁ କଣ କହୁଛି କଣ ନାହିଁ ମଝିରେ ସଂଘ ପୁରାନ୍ତୁ ନାହିଁ। ଆଜ୍ଞା ହିନ୍ଦୀ ଇଂଲିଶ ତେଲୁଗୁ ତାମିଲ ବଙ୍ଗାଳୀ ପୁଣି ମରାଠୀ ଏପରି ସମସ୍ତ ଭାଷାର ଲିପି ରହିଅଛି। କୁଇ ଲିପି ନଥିଲା କିଛି, ବର୍ତ୍ତମାନ ଛପା ହୋଇଅଛି। ସରକାରୀ ତାକୁ ମାନ୍ୟତା ଦେଇଛି, ଏବେ ପ୍ରଚଳିତ ହୋଇ ରହିଅଛି। ঐতিহ্য সংস্কৃতি পরম্পরা সর্বজাতি ধর্ম বর্ণ ধনিয়া লীলা। ঐতিহ্য সংস্কৃতি পরম্পরা সর্বজাতি ধর্ম বর্ণ ধনিয়া। নিজ পরম্পরা মান ছাড়ি দেয় অন্য পরম্পরা নেলে আপনাই। নিজ পরম্পরা মান ছাড়ি দেয় অন্য পরম্পরা নেলে আপনাই। অন্য পরম্পরা নেলে আপনাই। ଦେଖନ୍ତୁ ସବୁ ଦେଶ ଠାରୁ ଭାରତ ଦେଶ ଗୋଟେ ନିଆରା ଦେଶ। ହେଲେ ଏ ଆମ ଭାରତ ହଉଛି ସର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର। କେବଳ ଏ ଭାରତରେ ସମସ୍ତ ଜାତି ସମସ୍ତ ବର୍ଣ୍ଣ ସମସ୍ତ ଧର୍ମକୁ ସମାନ ଅଧିକାର ଦିଆଯାଇଛି। ବୁଝିଲେ କି ନାହିଁ? ଥିଲା ଐତିହ୍ୟ ସଂସ୍କୃତି ପରମ୍ପରା ସର୍ବଜାତି ଧର୍ମ ବର୍ଣ୍ଣର ନିଆରା। ହେଲେ ଥିଲା ଐତିହ୍ୟ ବୋଲନ୍ତା ଯେ ଇତିହାସ ସମସ୍ତ ଧର୍ମର ସମସ୍ତ ଜାତିର ସମସ୍ତ ବର୍ଣ୍ଣର ଇତିହାସ ଥିଲା। ପରମ୍ପରା ସମସ୍ତ ଜାତି ବର୍ଣ୍ଣ ଧର୍ମର ପରମ୍ପରା ରହିଥିଲା। ସଂସ୍କୃତି ମାନେ ପୂର୍ବଜ ମାନେ ଯାହା କରି ଆଣିଛନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡାକ ସବୁ ଜାତିର ଇତିହାସ ସଂସ୍କୃତି ପରମ୍ପରା ରହିଥିଲା ନାଇଁ କି? ନିଜ ପରମ୍ପରା ମାନ ଛାଡ଼ି ଦେଇ ଅନ୍ୟ ପରମ୍ପରା ନେଲୁ ଆପଣାଇ। ନିଜ ପରମ୍ପରା ମାନ ଛାଡ଼ି ଦେଇ ଅନ୍ୟ ପରମ୍ପରା ନେଲୁ ଆପଣାଇ। ଅନ୍ୟ ପରମ୍ପରା ନେଲୁ ଆପଣାଇ। ଆଜ୍ଞା ଆମେ କଣ କରିଛେ? ନିଜର ଇତିହାସକୁ ଛାଡ଼ି ଦେଇଛେ, ନିଜର ପରମ୍ପରାକୁ ଛାଡ଼ି ଦେଇଛେ, ନିଜର ସଂସ୍କୃତିକୁ ଛାଡ଼ି କଣ କରୁଛେ? ଅନ୍ୟର ପରମ୍ପରାକୁ ଅନ୍ୟର ଇତିହାସକୁ ଅନ୍ୟର ସଂସ୍କୃତିକୁ ଆମେ ଆପଣେଇ ନେଇଛୁ ନାଇଁ କି? ଯାହା ଫଳରେ ଆମେ କଣ କହୁଛ? ହେଲେ ବାପାକୁ ବାପା ନ କହିକିରି କଣ କହୁଛୁ? ଡାଡ ମାନେ ସିଧା ମରେଇ ଦଉଛୁ। ମାକୁ ମା ନ କହିକିରି କଣ କହୁଛୁ? ମମ୍ମି ମାନେ କବରସ୍ଥାନ ବନେଇ ଦଉଛୁ। ଦେଖ କେମିତି ହଉଛି। ଅନ୍ୟର ସଂସ୍କୃତି ଅନ୍ୟର ଇତିହାସ ଅନ୍ୟର ପରମ୍ପରାକୁ ଆମେ ନିଜର କରି ନେଉଛୁ। ହେଲେ ନିଜର ବସ୍ତ୍ର ଘରକୁ ଦେଇ ଶିବ ପରାଇଲା ଭାଙ୍ଗଳା ହେଇ। ହେଲେ ନିଜର ସଂସ୍କୃତିକୁ ଆମେ ଛାଡ଼ି ଦେଉଛୁ। ଆମେ କଣ କରୁଛୁ? ଅନ୍ୟର ସଂସ୍କୃତିକୁ ମାଡ଼ି ବସୁଛୁ। ଆମଠୁ ଆଉ ବୋକା ଆମଠୁ ଆଉ ଉଲା ଆମଠୁ ଆଉ ଜୋଡ଼ା କେହି ନାହିଁ। ଆଜି ନିଜର ସଂସ୍କୃତିକୁ ମଧ୍ୟ ଭୁଲି ଯାଇ ପରର ସଂସ୍କୃତିକୁ ଆମେ ଆପଣେଇ ନେଇଛୁ। ଆଜ୍ଞା 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 ଭାରତ ଶାସନ କରିଥିଲେ ଆଗେ ଇଂରେଜ ସରକାର। ଏହି ପ୍ରଜାଙ୍କ ଉପରେ ଖଜଣା ବସାଇ କଲା ବଡ଼ ଅତ୍ୟାଚାର। ଏହି ପ୍ରଜାଙ୍କ ଉପରେ ଖଜଣା ବସାଇ କଲା ବଡ଼ ଅତ୍ୟାଚାର। ଦେଖି କାନ୍ଦିଲା ଗାନ୍ଧୀ ନାଉର ସରି ଦେବାକୁ ହେଲେ ବାହାର। ଲାଗିଗଲା ବାବୁ ଆନ୍ଦୋଳନ ଭାରତର।
ତେଲ ପଡ଼ିଲେ 21 ଥର ଆର ମାନିଲା ଗୋରା ସରକାର ଆମ ଦେଶର ବାବୁ ହଜିବାକୁ ଏତେ ବାହାର ଇଂରେଜ କବଳୁ ଘର ପାଇନ ଭାରତ ହେଲା ସ୍ୱାଧୀନ ଏହି ଭାରତର ଶୁଭ ଦିନ ପ୍ରତିବର୍ଷ କରୁନେ ପାଳନ ଆମେ ସ୍ୱାଧୀନ ହବାକୁ ଭାରତର ଜନଗଣ ଏକ୍ସପ୍ରେସରେ ଗଲା ଆଜ୍ଞା ସ୍ୱାଧୀନ ଭାରତ ବଡ଼ ମନ୍ତ୍ରୀ ହେଲେ ଜବାହରଲାଲ ନେହେରୁ ବିଦେଶୀ ଶାସନ ଛାଞ୍ଚ ଆଣିବା